नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम् यत्कृपातमहं वन्दे परमानन्दमाधवम् विषजलाप्ययात व्याल राक्षसात वर्षमारुतात वैदुतानलात् वृषमयात्वजात विश्वतो भयात् ऋषभते वयं रक्षितामुः न खलु गोपिका नंदनो भवान अखिल देहिनां अंतरात्मद्रुक् विखन सार्थितो विश्वगुप्तये सख उदयीवान् सात्वताङ्कुले विरचिता भयं वृष्णि धुर्जते चरणम् ईयुषां संश्रुतेर्भयात् करोशरुरुहं कांत कामदं शिरसि देहिन श्रीकर ग्रहम् ब्रजजनार्तिहन वीरजोषितां निज जन स्मय ध्वंसन स्मित भज सखे भवत किंकरी स्मन जलरुहाननं चारु दर्शय ब्रजांगना मानकर अंतरर अर्घ्य प्रत्यार्पण करुछन्ति। पुरुष श्रेष्ठ भगवान ब्रजेन्द्र नंदनंकर चरण रे जो स्थान रे लावण्यर शेष सीमा मधुरतार शेष सीमा विश्राम नहीं जो रूप रे ए रूपर मोह ए लावण्यर मोह ए भागवत गुणावली केवल माधुर्य नुह ता सहित मध्य मिश्र रही ऐश्वर्य ईश्वर स्वरूप शक्ति रे जोड़िए प्राधान्य मुनि ऋषि माने पाइछन्ति जहाँ व्यक्त करिछन्ति नानादि शास्त्र मानंगरे अखिल ब्रह्मांड नाथ विश्व स्रष्टा विश्व नियंता विश्वनाथ विश्व जीवन जे तीनोटी मूर्ति धरी मूर्ति तो नुह तीनोटी रूप धरी इस जगत रे लीला करुछि अधिष्ठान स्वरूप ओ अंतर्यामी स्वरूप अधिष्ठान स्वरूप रे अनंत विश्व रे परिणत हो जाइछि। विश्वर छोट बड़ सकल पदार्थ रूपे रूप ग्रहण करिछि अंतर्यामी स्वरूप रे से अधिष्ठित पदार्थ मानक भितरे प्रवेश कर जाइछि। किए हो न भगवत स्वरूप भगवत स्वरूप मूल स्वरूप जे सृष्टिर पूर्वर भी थाए परे भी थाए सृष्टि काल रे मध्य थाए सृष्टि टारू अलग होकर थाए सृष्टि तो सब है ना से जिते इच्छा करे से सृष्टिर विकास घटे से जिते इच्छा करे से जिते इच्छा करे से सृष्टिर विकास घटे एवं धीरे धीरे सृष्टि मिल जाए जपरि मेघमाला आकाश रे कौनसी पदार्थ कौन
ସେଟାକୁ କହନ୍ତି ଅଗଜିଭରେ ଅଛି। ମୂଳ ପଦାର୍ଥ ଯେମିତି ତୁଳାରୁ ବସ୍ତ୍ର ହଉଛି, ଲୁହାରୁ ଯନ୍ତ୍ରପାତି ହଉଛି, ତା ବିନା କଞ୍ଚାମାଲ ଆମେ କହୁଛେ କଞ୍ଚାମାଲ ମୂଳ ଜିନିଷଟା କଣ? କୌଣସି ପଦାର୍ଥ ଆକାଶକୁ ପଠେଇବା ବିନା କେଉଁ ପଦାର୍ଥରେ ମେଘ ଗୁଡା ସୃଷ୍ଟି ହେଲା? ତାର ସେ ଆପେ ଆପେ ସୃଷ୍ଟି ହେଇଗଲା, ପୁଣି ଆପେ ଆପେ ମିଳେଇଗଲା। ଯୋଉ ସ୍ୱଚ୍ଛ ଆକାଶକୁ ସେଇ ସ୍ୱଚ୍ଛ, ମେଘର ଗନ୍ଧ ନାହିଁ କି ମେଘରୁ ଅବଶିଷ୍ଟ ପଦାର୍ଥର ମଧ୍ୟ କୌଣସି ସତ୍ତା ନାହିଁ ଆକାଶରେ। ନିର୍ମଳ ଆକାଶ, ମଝିରେ ମେଘ ଖଣ୍ଡେ ଉଠେଇଲା ପୁଣି ମିଳେଇଗଲା। ମେଘଟା ସୃଷ୍ଟି ହେବା ପାଇଁ କିଛି କଞ୍ଚାମାଲ ଆମେ ଏଠୁ ପଠେଇନୁ, କି ମେଘ ବିନାଶ ହେଇଗଲା ପରେ କିଛି ଅବଶିଷ୍ଟ ପଦାର୍ଥ ଖସି ପଡ଼ିନି ତଳକୁ। ଠିକ ସେଇଭଳିଆ କୋଟି କୋଟି ବିଶ୍ୱ ନିର୍ମାଣ ହେଇ ପୁଣି ବିଲୀନ ହୋଇଯାଏ ଈଶ୍ୱର ଇଚ୍ଛାରେ। ଯେତେବେଳେ ଈଶ୍ୱର ଇଚ୍ଛା କରନ୍ତି ସେତିକି ବେଳେ ପ୍ରଥମେ ସେ ଅଧିଷ୍ଠାନ ସ୍ୱରୂପରେ ବିଭିନ୍ନ ପଦାର୍ଥ ବିଭିନ୍ନ ବସ୍ତୁରେ ପରିଣତ ହୋଇଯାଆନ୍ତି। ଅନ୍ତର୍ଯାମୀ ସ୍ୱରୂପରେ ପ୍ରତ୍ୟେକ ପଦାର୍ଥ ଭିତରେ ପ୍ରବେଶ କରିଯାଆନ୍ତି। ବିଶ୍ୱ ପ୍ରକ୍ରିୟା ଚାଲେ ଏ ଯୋଡ଼ିକକୁ ନେଇ। ଅଧିଷ୍ଠାନ ସ୍ୱରୂପ ଜଡ଼ ବସ୍ତୁ, ଅନ୍ତର୍ଯାମୀ ସ୍ୱରୂପ ତା ଭିତରେ ପ୍ରାଣ ସତ୍ତା, ଜୀବନ ସତ୍ତା, ଏ ବିଶ୍ୱ ଚାଲିଲା। ପୁଣି ଯେତେବେଳେ ବିଲୀନ ହୋଇଯାଏ ସେ ଅନ୍ତର୍ଯାମୀ ସ୍ୱରୂପ ଅଧିଷ୍ଠାନ ସ୍ୱରୂପ ସବୁ ଯେଉଁ ମୂଳ ସତ୍ତାରୁ ଉତ୍ପତ୍ତି ହେଇଥାନ୍ତି ସେ ମୂଳ ଭଗବତ ସତ୍ତାରେ ମିଶିଯାଏ। ମୂଳ ଭଗବତ ସତ୍ତାଟି ହିଁ ଆମର ଲକ୍ଷ୍ୟ ବସ୍ତୁ ବା ଧ୍ୟେୟ। এই মূଳ ভগবত সত্তা ঈশ্বর স্বরূপ ଯୋଡ଼ିଏ ଲକ୍ଷଣରେ ରୁଦ୍ଧିମନ୍ତ। ଗୋଟିଏ ହଉଛି ଐଶ୍ୱର୍ଯ୍ୟ ଆଉ ଗୋଟିଏ ହଉଛି ମାଧୁର୍ଯ୍ୟ, ଆଉ ଗୋଟେ ଔଦାର୍ଯ୍ୟ ଅଛି ଯେ ସେଟା ଥାଉ, ଜଟିଳ ହେଇଯିବ। ଐଶ୍ୱର୍ଯ୍ୟ କଣ, ମାଧୁର୍ଯ୍ୟ କଣ? ଐଶ୍ୱର୍ଯ୍ୟ ହଉଛି ତାର ଶକ୍ତିମତା, ତାର ଈଶ୍ୱରପଣିଆ, ତାର ପ୍ରଭାବ, ତାର ବଳ, ତାର ପୌରୁଷ, ତାର ସଦ୍ଗୁଣ। ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟ ବଳରେ ତ ସେ ବିଶ୍ୱ ନିର୍ମାଣ କରିଦେଉଛି, ଐଶ୍ୱର୍ଯ୍ୟ ବଳରେ ବିଶ୍ୱକୁ ପରିଚାଳିତ କରୁଛି, ଐଶ୍ୱର୍ଯ୍ୟ ବଳରେ ଅସୁରମାନଙ୍କୁ ଅନାୟାସରେ ଦମନ କରିଦେଉଛି, ଐଶ୍ୱର୍ଯ୍ୟ ବଳରେ ଅବତୀର୍ଣ୍ଣ ହେଉଛି, ଐଶ୍ୱର୍ଯ୍ୟ ବଳରେ ସବୁ କିଛି କରୁଛି। ତାର ବଡ ବଣିଆ, ତାର ଶକ୍ତିମତ୍ତା। ଐଶ୍ୱର୍ଯ୍ୟ କହିଲେ ତାର ଶକ୍ତିମତ୍ତା, ମାଧୁର୍ଯ୍ୟ କହିଲେ ସେ ସ୍ୱରୂପରେ ଥିବା ଶୋଭା, ଲାବଣ୍ୟ, ମାଧୁରୀ, ସୌନ୍ଦର୍ଯ୍ୟ, କାନ୍ତ, କମନୀୟତା, ଲୋଭନୀୟତା। କି ମନୋହର ମୂର୍ତ୍ତି! ସୌନ୍ଦର୍ଯ୍ୟ ସଖୀ କିଏ ସେ ଗೋ ମୋ ମନ ରହିଲା ଲାଖି। କୋଉଥିରେ? ମାଧୁର୍ଯ୍ୟରେ। ଶ୍ରୀ ଜଗନ୍ନାଥଙ୍କର ମନୋହର ମୂର୍ତ୍ତିରେ ଯୋଉ ମା ଲାବଣ୍ୟ ରହିଛି, ଯୋଉ ଲାବଣ୍ୟ ଝରି ଯାଉଛି ତା ଦେହରୁ, ସେ ଗୋଟେ ଅଲଗା ଜିନିଷ। ସେ କଣ କରିପାରନ୍ତି କଣ ନ କରିପାରନ୍ତି ସେ ଗୋଟେ ଅଲଗା ଜିନିଷ। ସେ କିପରି ଭକ୍ତମାନଙ୍କୁ ରକ୍ଷା କରନ୍ତି, ସେ କିପରି ଦୁଷ୍ଟମାନଙ୍କୁ ଦମନ କରିପାରନ୍ତି, ସେ କିପରି ସମ୍ଭବକୁ ଅସମ୍ଭବ କରିପାରନ୍ତି, ତାଙ୍କ ପାଇଁ କିଛି ଅସମ୍ଭବ ନାହିଁ। ଏଟା ସବୁ ଐଶ୍ୱର୍ଯ୍ୟର କାର୍ଯ୍ୟ। ଏବଂ ମାଧୁର୍ଯ୍ୟ ହେଲା କେବଳ ତର ଲାବଣ୍ୟ, ମନୋହର। ରାଧା ସଙ୍ଗେ ଯଦା ଭାତି, ରାଧା ସଙ୍ଗେ ଯଦା ଭାତି ତଦା ମଦନ ମୋହନ। ମଦନ ମୋହନ ମୂର୍ତ୍ତି, ମଦନ ମୋହନ ମୂର୍ତ୍ତି। এই যে মনোহর মূর্তি, ঐশ্বর্য ଆଉ ମାଧୁର୍ଯ୍ୟ ଭଗବତ ସ୍ୱରୂପର ଯୋଡ଼ିଏ ବିଲକ୍ଷଣ। କାଲି ଆମେ ଆଲୋଚନା କରିଛେ
ବ୍ରଜାଙ୍ଗନା ମାନଙ୍କର ଡିଟେଲ ଆଲୋଚନା କରିଛେ। ବୈଧି ଭକ୍ତି ଆଉ ପ୍ରେମ ଭକ୍ତି। ବୈଧି ଭକ୍ତି ହେଲା ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମरणଂ ପାଦ ସେବନଂ अर्चनम बंदनम दास्यम सौख्यम आत्मनिवेदनम नहीं कि इति पुंसार पितु भक्ति इति पुंसार पितु विष्णु और भक्ति चेत नवलक्षण। प्रहलाद कहते क्या पिता हिरण्यकश्यप को स्कूल छुट्टी है 4-5 वर्षर बालक प्रहलाद घर को आसछन्ती छुट्टी रे माँ सुंदर कर सजई देले ब्रह्मांड सम्राटर कौन सी साम्राज्य नुह ब्रह्मांड ब्रह्मलोक पर्यंत तार विजय सम्राट तार पुत्र राजकुमार प्रहलाद परम भक्तिमती माँ एमती असुरटा को पत्नीटीए मिली सीधा भक्ति रे तैयारी कयोधु असुर झील हेले कौन होला राक्षस कन्या हेले कौन होला हरिभक्ति रे तैयारी सुंदर कर सजई देले सुकुमार पुत्र को पितांग पाखक पठेदेले जा जा तो बापा को प्रणाम कर आसबू यह जननी मानकर साधारण स्वभाव। पुत्र को पाई हिरण्यकश्यप पुत्र स्नेह विमुग्ध हो सिंहासन उपरे उपविष्ट विशाल काय राक्षस हाथ बढ़े पुओ को टेकी नहीं पेटरे बसैले सिंहासन उपरे हृदय जाकिक धरले स्नेह आप्लुत हो उठला शरीर गंड चुम्बन कले मस्तक आघ्राण कले बच्छ प्रहलाद हाँ पिता स्कूल छुट्टी है कि हाँ पिता तुम्हें पाठ पढ़ुच कि भल कर मन दे हाँ बाबा बहुत पाठ पढ़ुची तुमको कि पाठ सुख लगुच कहटी गणित भूगोल कि पाठ तुम प्रिय पुओटा भविष्य अवश्य 4टा पुओ थे किंतु ये पुओटी की ब्रह्मांड शासन भार दवाई चालाक चतुर पुओटा या प्रति गभीर हरिभक्ति को समस्त भल पाइबे कि निज अज्ञात जहाँ पाखे भक्ति टे निज अजाणत समस्ते भल पाइबे ये प्रभावटा पड़े से भक्तिर सम्राट करने को चाहूँगी राष्ट्रनीति कूटनीति समरनीति अर्थनीति कौन तुम प्रिय एवं राजपुत्र दरकार पिता गोटे बढ़िया पाठ अच्छी मत सीटा भल लगुच कौन से हरिभक्ति चुप इधर देखिए शिखेला बालक को हाँ पिता भल पाठ सबुठु श्रवणम कीर्तनम विष्णु स्मरणम पाद सेवनम अर्चनम बंदनम दास्यम सख्यम आत्मनिवेदनम इति पुंसार पिता विष्णु और भक्ति चेतन अवलक्षण ये जो प्रकार सुखदायक आनंददायक सबुठु बढ़िया पाठ ये भाया पाठ जगत में किसी ना पिता बतेदेला प्रहलाद कर्कश स्वर दे फेंगेदेला पुत्र को दूर को हिरण्यकश्यप प्रहलाद कहता बाप को आउे शांति मिलनी पिता केड़े निर्भय कलु भक्तिर प्रभाव गुड़ाक केड़े निर्भीक हो कहीं हे नहीं मो भक्तिर प्रभाव निआ छुनी पानी ताकू बुड़ौनी खंडा ताकू हाणी पारानी हाथी पादरे दली देले जे हाथी नहीं कांध उपर बसैला कहीं डर कहीं डर कारण कौन अच्छे निर्भीक भाव में कहूँ भगवान को गुणगान करा छड़ा बाट नहीं 4 वर्षर पिलाटे युड़िक है वैधि भक्ति आम आलोचना करचे परदिन ये वैधि भक्ति प्रथम आमको आरंभ करने को है प्रथमटा है श्रवण कीर्तन विष्णु स्मरण पाद सेवन ये नवधा भक्ति की अवश्य अन्यान्य शास्त्र मानकर टिके यार अल्टरनेशन अच्छी गोस्वामी
तुलसीदास जी जोड़े तीनोटी नुआ जिनिस भर्ती करछन्ति सबरी आगे भगवान राम जो बतौछन्ति अवश्य से आश्रय करछन्ति अध्यात्म रामायण को तेरे सब छदाछदी होगी रही। प्रथम भगते संतन कर संगा तार से श्रवण हलानी संत संग हेले तार से श्रवण हलानी कि आ कौटे शुणा मिले संत मुहरु प्रथम भगते संतन कर संगा दूसरी रति मम कथा प्रसंगा आसीगला श्रवण गुरुपद पंकज प्रेम तीसरी भगति अमान चौथी भगति मम गुणगण करहि कपट तजी गान। जो नवधा भक्ति या अभ्यास करू करू जेतले भावांकुर जात हुए 8टी अवस्था यह प्रेम भक्ति रूप दिए। 9टी हला वैधि भक्ति 8टी हला प्रेम भक्ति अंग। वैधि भक्ति हूँ 9टी। वैधि भक्तिर शेष सीमा अच्छा बलि अम्बरीश प्रभृति शेष सीमा को बलि आत्मनिवेदन बलि आत्मनिवेदन कर निज को समर्पण करदे कम न बाबू मत नि जमी भगवान कहते भक्त को शेष कि न पाइला बेलू मत ने प्रथम भक्त कह मत नि आत्मनिवेदन अम्बरीशंकर आत्मनिवेदन भयंकर दुर्वासांक रचित भयंकर अग्निकृत्या जो आसूची मोर कौन जाए से ये देहटा तो यही देह कहनु आम कृष्ण समर्पण यही तार संभोग साधन चंद्र चेतावत आया पद तो सी यही देह कहनु आम कृष्ण समर्पण देहटा को मुझे कहीं रक्षा करी जार मुंड दे पकई कृष्ण को तार आवश्यक हेल्ले सी रखु ना कौन बुझिपारे ना आत्मसमर्पण बोले चुप छिड़ा हेले हो अम्बरीश तमे सागरा पृथ्वी नवद्वीपा महिर सम्राट जो गोटे द्वीप नुह खूब कम राजा अच्छा जो मैंने नराग द्वीप को शासन करुले ता भर अम्बरीश जड़े अग्निध्र जय करथिले नवद्वीप मही अम्बरीश भोग करुले से जय करना भगवान तो थोड़ी भोग करने बापा रोजगार करके थोई दे जाइए पुओ भोग करुच्ची हरिभक्तर प्रभाव देखु कष्ट न करी फल भोगुच 9टा द्वीप समग्र पृथ्वी मालिक तमें एड़े बड़ राजाटे तुम पृथ्वी किमी रक्षा कर गोटे विपत्ति आसला बेलू गोटे शत्रु आसला तुम हाथ में खड़गटे नहीं बाहर करने को ना तुम बाहुरे बड़ नहीं क्षत्रिय हो सब अच्छे मु आत्मरक्षा करने को चाहे ना मु आत्मरक्षा करने को चाहे ना कहीं ना मोर तो आत्मत्व नाई कृष्ण समर्पित प्राण मोर कौटे मोर अच्छी जो मुझे रक्षा करी जहाँ संपत्ति सी रखिले रखु ना नहीं जानू मोर कौन जाए से केते बड़ा आत्मसमर्पण भाव। श्रवणम कीर्तनम विष्णु स्मरणम पाद सेवनम अर्चनम वंदनम दास्यम सौख्यम आत्मनिवेदनम इति पुंसार्पिता विष्णु आत्मनिवेदन अंतिम ये मैंने सब अच्छा से अंतिम स्तर में वैधि भक्तिर यहाँ पर्यंत वैधि भक्ति 9टा अंग यार पार हो गले केते कथा खाली आलोचना करछे क्षीर बसी बसी जो विभिन्न अवस्था दे खुआ है केतोटी स्तर दे क्षीरा राबिड़ी अधाम गोटिका इत्यादि अवस्था दे 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 शेष खुआ अंतिम अवस्था ठीक से प्रकार ए नवलक्षण विशिष्टा वैधि भक्ति प्रेम भक्तिर जो रूप निए कौन टी से गुड़िक आउ थे कान पड़ी था गोटा को भूली जातु गोटा तो मूल पदार्थ गुड़ाक एक शून ठू 9 पर्यंत न जाने अंक केमी कषे आ कि फलाण मिशाण शिखिए सेमती गुड़ाक हूँ डिजिट गुड़ाक प्रेम स्नेह मान प्रणय राग अनुराग भाव महाभाव ये 8टा हूँ प्रेम भक्तिर अंग। 9टी है वैधि भक्तिर अंग ये 8टी है प्रेम भक्तिर अंग।
ଏତିକି ଠିକ ଅଛି। ଏଠି ବିଚାର କରନ୍ତୁ ଯେ ଗୋବିନ୍ଦ ସ୍ୱରୂପର ଭଗବତ ସ୍ୱରୂପର ଯୋଉ ଯୋଡାଏ ବିଲକ୍ଷଣ ରହିଲା, ମାନେ ଶୁଣ ଆଡେ, ଯୋଉ ଯୋଡାଏ ବିଲକ୍ଷଣ ରହିଲା ପାଇବନି ରେ ଗୁଡାକ, ଯୋଡାଏ ବିଲକ୍ଷଣ ଯେ ରହିଲା ଭଗବତ ସ୍ୱରୂପର ଐଶ୍ୱର୍ଯ୍ୟ ଆଉ ମାଧୁର୍ଯ୍ୟ, ଐଶ୍ୱର୍ଯ୍ୟଟା ଅନୁଭବ ହୁଏ ବୈଧି ଭକ୍ତିରେ, ମାଧୁର୍ଯ୍ୟଟା ଅନୁଭବ ହୁଏ ପ୍ରେମ ଭକ୍ତିରେ। ଯେଉଁମାନେ ଐଶ୍ୱର୍ଯ୍ୟ ଭିତରେ ଅଛନ୍ତି, ବୈଧି ଭକ୍ତି ଭିତରେ ଅଛନ୍ତି, ସେମାନେ ଐଶ୍ୱର୍ଯ୍ୟଟାକୁ ଅନୁଭବ କରନ୍ତି। ଈଶ୍ୱର କେଡ଼େ ମହିୟାନ, କେଡ଼େ ଶକ୍ତିଶାଳୀ, କେଡ଼େ କର୍ତ୍ତୁମ ଅକର୍ତ୍ତୁମ ଅନ୍ୟଥା କର୍ତ୍ତୁମ ସମର୍ଥ, କେଡ଼େ ମହାନ, କେଡ଼େ ବିରାଟ ବ୍ରହ୍ମ, ଏକ ଜାଗାରେ ଲକ୍ଷ୍ୟ ରୂପ ଧରି ଛିଡା ହେବା ପାଇଁ ସମର୍ଥ। ଆଉ କୋଉଥିପାଇଁ ସମର୍ଥ? ପଥରକୁ ଚିପି ତା ଦେହରୁ ପାଣି ବାହାର କରିବା ପାଇଁ ସମର୍ଥ, ପାଣିକୁ ମନ୍ଥି ତା ଦେହରୁ ଅଗ୍ନି ବାହାର କରିବା ପାଇଁ ସମର୍ଥ। ଆମେ କାଠକୁ କାଠ ଘଷିକରି ଯେମିତି ନିଆଁ ବାହାର କରୁଛେ, ପଥରକୁ ପଥର ବାଡ଼େଇକରି ଯେମିତି ନିଆଁ ବାହାର କରୁଛେ, ଭଗବାନ ପାଣି 2 ଗିଲାସ ଧରିକିରି ମଥା ମଥିକିରି ନିଆଁ କାଢିଦେବେ। ଆମେ କରିପାରିବା? ସମ୍ଭବ? ଗରଳ ସୁଧାରିପୁ କରତମିତାଇ, ଗରଳ ସୁଧାରିପୁ କରତମିତାଇ, ଗୋପଦ ସିନ୍ଧୁ ଅନଳ ଶୀତଳାଇ। ଅନଳଟା ଶୀତଳ ହେଇଯିବ, ସିନ୍ଧୁ ଗୋସ୍ପଦ ହେଇଯିବ। କେତେ କେତେ ହେଇଛି ନା, ଆଉ ସବୁଗୁଡାକ ତ ପ୍ରହ୍ଲାଦ ଚରିତ୍ରରେ ହେଇଛି। ଗରଳ ସୁଧା, ମୀରାବାଇ କି ରାଣା ଗ୍ଲାସରେ ଗ୍ଲାସ ବିଷ ଦେଲେ, ଗ୍ଲାସରେ ଗ୍ଲାସ ବିଷ ଦେଲେ। କାଲେ ଲୋକେ ଜାଣି ପକେଇବେ ବୋଲି ତାକୁ ଘର ଭିତରେ ପୁରେଇ ଦେଲେ। ଚୁପ୍, ଖାଇବୁ, ଏଇଟା ନିଶ୍ଚିତ ଭାବରେ ଖାଇବୁ। ଭୟ ଦେଖେଇକରି ଦରଜା ବନ୍ଦ କରିଦେଲେ, ଗୋଟେ ଘରେ ପୁରେଇ ଦେଲେ। ଏଟା ମୀରାକୁ ସୁବିଧା ହେଇଗଲା, ମୀରାକୁ ସୁବିଧା ହେଇଗଲା। ବିଷ ଧରିକରି ବସିଛନ୍ତି, ଗ୍ଲାସରେ ଗିଲାସେ ବିଷ, ହଳ ବିଷ, ଯେ ଜାଳି ପକେଇବ, ଗୋଟେ ସେକେଣ୍ଡ ଲାଗିବନି ପ୍ରାଣ ନେବା ପାଇଁ। ବସିଲେ, ଶ୍ୟାମ ସୁନ୍ଦରଙ୍କୁ ସମର୍ପଣ ବିନା ସିଏ ନ ଖାଉଣୁ ମୁଁ କେମିତି ଖାଇଦେବି? ମୁଁ ତ କୌଣସି ଜିନିଷ ତାଙ୍କୁ ନ ଦେଇକରି ଖାଇନି। ଚିନ୍ତା କରୁ କରୁ ସେଠି ପହଞ୍ଚି, ଦରଜା ବନ୍ଦ କଲେ ତ ଶ୍ୟାମ ସୁନ୍ଦର ପଳେଇ ଆସନ୍ତି ନା। ନିର୍ଜନରେ ମୀରା ରହିଲା କ୍ଷଣି ଭଗବାନଙ୍କର ପ୍ରକଟ ହେଇଯିବ ସେଠି। ସିଏ ବି ସହ୍ୟ କରିପାରନ୍ତିନି ମୀରାଙ୍କର ବିରହ। ବ୍ରଜନ ନନ୍ଦନ ମଧ୍ୟ ସହ୍ୟ କରିପାରନ୍ତିନି। ଇଏ ନିର୍ଜନକୁ ଆସିଲା କ୍ଷଣି ସେ ପାଖରେ ଛିଡା ହେଲେ। କଣ ଖାଉଛୁ ଲୋ, ମତେ ଦେବୁନି ନା? ହଁ, ସାଙ୍ଗ କୃଷ୍ଣଙ୍କୁ ଦେଇଦେଲେ, ଢୋକେ ପିଇଦେଲେ। ସେ ନେ ପିଇଦେ ପିଇଦେ, ଅମୃତ ଭଳିଆ ହେଇଛି। ପିଇଦେଇକିରି 2 ଜଣକୁ ଜୋର ନିଶା ହେଲା ଅମୃତ ପାନ କରି। ବେଶ ସେମିତିରେ ଗୀତ ଗାଇ ନାଚିଲେ ମେରା ଆଉ କୃଷ୍ଣ। ରାଣା ବୋଲେ, କଣ ରେ ବଢିଆ ସଙ୍ଗୀତ ଏ ଭିତରୁ ଶୁଭୁଛି, ରୁଣୁ ଝୁଣୁ ଧ୍ୱନି ଶୁଭୁଛି। କବାଟ ଖୋଲି ଦେଖ ତ, ଦେଖିଲା ବେଳକୁ ମେରା ଅନୁବାଦନୀ ଭଳିଆ ନାଚୁଛନ୍ତି। ଗ୍ଲାସ ଫାଙ୍କା ହେଇ ଥୁଆ ହେଇଛି। ଗରଳ ସୁଧାରିପୁ କରତମିତାଇ, ଗୋପଦ ସିନ୍ଧୁ ଅନଳ ଶୀତଳାଇ। ଏ ଯୋଉ ମହିମା ଗୁଡାକ ଭଗବାନଙ୍କର, ଏଟା ବୈଧି ଭକ୍ତିରେ ଅନୁଭବ ହୁଏ। ବୈଧି ଭକ୍ତିର ଅନୁଭବ ହୁଏ। ଯେତେବେଳେ ବୈଧି ଭକ୍ତିଟା ଝୁରିବା ଅନଳରେ ଗରମ ହେଇ 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 हा नाथ हा नाथ हा नाथ हा जगतनाथ रूपक तातीरे फुटी फुटी सिझी सिझी दुग्ध तो खुआ रूप नेला भलिया धीरे 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 प्रेम रूप निए भक्ति ही प्रेम ही जाए जमी फुलटा फल ही जाए फुलटा ही फल ही जाए ना से भक्तिटा ही प्रेम ही जाए गाढ़ हो गले आठटी अवस्था जो प्रेम रूप निए ये आठटी अवस्था को प्रेम रूप निए ये प्रेम टी जो आसी जाए हृदय से भगवान ताकू मो लोक बोली नियंती वैधि भक्ति थिबा पर्यंत डाकिले रखिबे न डाकुणु पाखरे सबले रहिबेनी किंतु प्रेम भक्ति आसी गले भगवान को छाड़ी गिरी आ कुआडे जिबेनी
तेषां सतत युगतानां भजतां प्रीतिपूर्वकं ददामि बुद्धि जोगम तम जेन मां उपजान्ति ते मैं उपजान्ति मां उपजान्ति सबोले मोर उपकंठरे थांती मु तांग पाखरे थाए आवरी थाए बेनी पासे भक्त चरण रेणु आसे ई भलिया अवस्था को जतबेले आसंती सेतबेले ए प्रेम भक्ति रे भगवानकर ऐश्वर्य ज्ञानटा धीरे 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 लुप्त हो जाए से केड़े सुंदर केड़े मनोहर केड़े लावण्यमय केड़े रसमय केड़े स्नेहमय केड़े लोभमय संपूर्ण मोर हो जाता कि मु आउ कहा टिके हेले दियंतिनी ए प्रकार भाव प्रेम भक्ति रे आसे भगवान स्वरूपगत लावण्यटा भोग है लावण्यटा भोग है धीरे धीरे ऐश्वर्यटा भूली जाए धीरे धीरे ऐश्वर्यटा भूली हो जाए भगवान सत्यक बेले कहती ए भक्त से भक्त प्रेमी भक्त आ वैधी भक्त दु प्रकार भक्त होगले इे दले छिड़ा सियाड़े दले छिड़ा दुई दल प्रति भगवान मनोभाव कि प्रकार ऐश्वर्य भावेते सर्वजगत मिश्रित ये जगत समस्त ऐश्वर्य शिथिल प्रेम आमार नहीं प्रीत भगवान कहते ऐश्वर्य ज्ञान थिबा पर्यंत हाँ मुझे भल पाए ऐश्वर्य भावेते सब जगत मिश्रित ऐश्वर्य शिथिल प्रेम ऐश्वर्य ज्ञान आसिले प्रेमटा शिथिल हो प्रेमटा शिथिल हो माँ जदि जानी पकेला मो पुओ पृथ्वी सब बड़ डाक्तर आउ परामर्श दे पारिबनी बेसी चा खाइबु नहीं रे पेट गरम हो जो जानीदेव ये सब बड़ डाक्तर आउ उपदेश दे पार कि ऐश्वर्य ज्ञान आसीगला तार शक्तिटा को ये जानी पकेला सब बड़ डाक्तर ये आ माँ कौन तक कह चा खाइबुनि बेसी बोली कहीपर भय कर ऐश्वर्य ज्ञान प्रभाव रे प्रेम शिथिल हो जाए प्रेम शिथिल हो जाए प्रेमटा शिथिल अवस्था थाए तेणु कहते ऐश्वर्य ज्ञान ऐश्वर्य मिश्रित प्रेम आमार नहीं प्रीत आउ कौ प्रेम को तुम्हें भल पाओ हो ना ऐश्वर्य विहीन प्रेम जी मोर भगवत्ता को भूली जामिति विदुरी विदुराणी आउ सबरी भलिया से मैंने जानू ना जे मु भगवान बोली जानूले मत अंटा दिंता ना भगवान बोली जानूले मत कदली चोपा दिंता तार जो भगवत ज्ञान था भगवत ज्ञान से तार लुप्त हो जानूनी ईश्वर बोली सामयिक भाव से जानूनी ईश्वर बोली ठीक तद्रूप ए ब्रजांगना माने केवल कृष्ण माधुर्यटा सीना जानती ऐश्वर्य ज्ञान से नए ऐश्वर्य ज्ञानटा रही बलवत्तर भाव देवकी आ वसुदेवंकर माधुर्य ज्ञानटा रही नंद और यशोदांकर से आम समस्त तो गोटे गोटे बापा माँ से कहीं जोड़े जोड़े बाप माँ कर नहीं गोटे बाप माँ भगवान ऐश्वर्य ज्ञान मुग्ध देवकी वसुदेव ये चतुर्भुज रूप देखी जन्म होला बेले ही स्तुति स्तव कर कहीं कौन वसुदेव को स्तुति लंबी 5 पृष्ठा देवकी की उठे उठू उठू देखे कौन जन्म करचु देवकी देखिक आश्चर्य हो जाती प्रभु तमें तमें कौन ये कारागार भितर को आसल मो पेटे जन्म हो कि लीला ये तुम से स्तव कर 4 पृष्ठा नहीं कि ऐश्वर्य ज्ञान अच्छी
ଯେତେବେଳେ ରାମକୃଷ୍ଣ ପଳେଇ ଆସନ୍ତି ବସୁଦେବ ଦେବକୀଙ୍କୁ ପ୍ରଣାମ କରିବା ପାଇଁ, ପ୍ରଣତ ହେବା ପାଇଁ କି ସେତିକି ବେଳେ ବସୁଦେବ ଦେବକୀ ଆଖି ବୁଝି ପକାନ୍ତି, ପଛେଇ ଯାଆନ୍ତି। କୋଟି ବ୍ରହ୍ମାଣ୍ଡନାଥ ଲୀଳା କରୁଛି ବୋଲି ଡ୍ରାମାରେ ମୁଣ୍ଡିଆ ମାରୁଛି। ଗୋଟିଏ ନାଟକରେ ଧନ୍ୟ ବାପ ହେଇଥିବ, ଚାକର କି ନହେଲେ ଶିଷ୍ୟ, ପୁଅ ହେଇଥିବ ଗୁରୁ। ନାଟକ ତ ଆଉ ଯିଏ ଯୋଉ ରୋଲକୁ ପାରିଲା। ଯଦି ସେ ନାଟକରେ ଏମିତି ଗୋଟେ ଥିବ ଯେ ଶିଷ୍ୟଟି ଗୁରୁଙ୍କୁ ମୁଣ୍ଡିଆ ମାରିବ ଯାଇକିରି ପାଦକୁ ଧରି, ଯେତେବେଳେ ପାଦକୁ ଧରିକିରି ବାପ ଆସିକିରି ମୁଣ୍ଡିଆ ମାରିବ ନାଟକରେ, ପୁଅର ମନଟା କଣ ହଉଥିବ? ସେତେବେଳେ ସେ ବ୍ୟାକୁଳ ହଉନଥିବ, ତା ଗ୍ରହଣ କରୁଥିବ ସେ। ଠିକ ସେଇଭଳିଆ ବସୁଦେବ ଆଉ ଦେବକୀ ଆଡେଇ ହେଇଯାନ୍ତି, ଆଖି ବୁଝି ପକାନ୍ତି। ସେ ପ୍ରଣାମକୁ ଗ୍ରହଣ କରନ୍ତି ନାହିଁ କି ଆଶୀର୍ବାଦ କରନ୍ତିନି। ଖାଲି ଲୋକ ଲଜ୍ଜା ପାଇଁ, କାଳେ ଲୋକ କହିବେ ପୁଅ ଗୁଡାକ ଆସିକିରି ମୁଣ୍ଡିଆ ମାରୁଛନ୍ତି, ପିଲାଟି ଚିରଞ୍ଜୀବୀ ହବ ବୋଲି ଆଙ୍କ ପାଟିରୁ ବାହାରୁଛନ୍ତି ବୁଢାବୁଢୀ ଗୁଡାକ ଏଡ଼ିକି ସ୍ୱାର୍ଥପର, କାଳେ ଏମିତି କିଏ ଲୋକ କହିବେ ବୋଲି। ହଁ ଭଲ ରହ ବୋଲି ପଦେ କହୁଥିବେ ପଛେ, ସୁସ୍ଥ ରହ ବୋଲି, ସେଟା ବାହ୍ୟ ମନରେ ନ ଶୁଭିଲା ଭଳିଆ ତାଙ୍କୁ, ଲୋକଙ୍କୁ ଶୁଭିଲା ଭଳିଆ, ନହେଲେ ଅନ୍ତରରେ ଗ୍ରହଣ କରିପାରନ୍ତିନି। କିନ୍ତୁ ନନ୍ଦ ଯଶୋଦା ଭାଗବତ ଜ୍ଞାନର ସମ୍ପୂର୍ଣ୍ଣ ଅଭାବରୁ ଜୋତାଣିଆଙ୍କୁ ପଠେଇ ଦିଅନ୍ତି। ନନ୍ଦ ଛୋଟ ପିଲାକୁ କେତେଥର ଆମେ ଆଲୋଚନା କରୁଛେ, ଗଳୁ ଗଳୁ କଠେଇ ଆଣୁ, ଲାଲା ମୋର କଠଉ ଆଣିଦି, ବଣକୁ ଯିବା ପୂର୍ବରୁ ଦୁଟି ଯାଇକିରି ଆଣନ୍ତି ବାପାଙ୍କ କୋଠଉ। ଏଡେ ଆନନ୍ଦ, ମୁଁ ଧରପଡି ଆସିଲି ବୋଲି ପେଟରେ ମୁଣ୍ଡରେ ବୋହିକିରି ଆଣନ୍ତି। ନନ୍ଦଙ୍କ କୋଠଉ ବାପା ମା ଦି ଜଣ ହଉସାନ୍ତି, କେମିତି ଏରଣ୍ୟ ମଧ୍ୟ ପାର ହେଇକିରି କୋଠଉ ଧରିକିରି କୃଷ୍ଣ ଆସୁଛନ୍ତି, କେମିତି ଆନନ୍ଦ ତାଙ୍କର ଫାଟି ପଡୁଛି ମୁହଁ ଆନନ୍ଦରେ, ମୁଁ ପିତାଙ୍କର କୋଠଉ ଆଣିଦେଲି ବୋଲି। ଲାବଣ୍ୟମୟ ସ୍ୱରୂପ ଦେଖି ସେମାନଙ୍କର ସନ୍ତୋଷ। ତ ଏ ବ୍ରଜାଙ୍ଗନା ମାନେ ସମ୍ପୂର୍ଣ୍ଣ ଭାବରେ ଐଶ୍ୱର୍ଯ୍ୟ ଜ୍ଞାନହୀନା ଏବଂ କେବଳ ମାଧୁର୍ଯ୍ୟ ପିଆସୀ, କୃଷ୍ଣ ମାଧୁର୍ଯ୍ୟରେ ହିଁ ଏମାନେ ବୁଡିକିରି ରହିଥାନ୍ତି। କୃଷ୍ଣ ରୂପରେ, କୃଷ୍ଣ ସୌନ୍ଦର୍ଯ୍ୟରେ, କୃଷ୍ଣ ସ୍ନେହରେ, କୃଷ୍ଣର ମିଠା ମିଠା କଥାରେ, କୃଷ୍ଣର ନାନାବିଧ ପ୍ରେମମୟ ଭଙ୍ଗୀ ପ୍ରଦର୍ଶନରେ ଓ ମଧୁର ବଲଗୁ ଆଳାପରେ ମୁଗ୍ଧ ହେଇକରି ଥାନ୍ତି। ଐଶ୍ୱର୍ଯ୍ୟ ଜ୍ଞାନ ନଥାଏ। ଐଶ୍ୱର୍ଯ୍ୟ ଜ୍ଞାନ ନଥିଲେ ମଧ୍ୟ ଏଠି ପଦେ କହିଦେଲେ, ନଖଳୁ ଗୋପିକା ନନ୍ଦନ ଭବାନ ଅଖିଳ ଦେହି ନାମନ୍ତରାତ୍ମ ଦୃକ୍ ବିଖନ ସାର୍ଥିତ ବିଶ୍ୱଗୁପ୍ତ ଏ ସଖ ଉଦୟବାନ ସାତ୍ୱତାଙ୍କୁଳେ। ଏଠି ସ୍ପଷ୍ଟ ଭାବରେ ଐଶ୍ୱର୍ଯ୍ୟ ଜ୍ଞାନଟା ଆସିଗଲା। ଆଚ୍ଛା, ମାଧୁର୍ଯ୍ୟ ଜ୍ଞାନ ଥିଲେ କଣ ଐଶ୍ୱର୍ଯ୍ୟ ଜ୍ଞାନଟା ତା ତଳେ ଲୁଚିକିରି ନାହିଁ କି? ପଥର ଗୁଡିଏ ଜମା ହେଇଥିଲା, ଗୁଡିଏ ପଥର ପାହାଡ ଭଳିଆ ସବୁ ଜମା ହେଇଥିଲା, ବଡ ବଡ ପଥର ଗୁଡେ। ଆମେ ସେ ଭିତରକୁ ପାଣି ଛାଡିଦେଲେ, ପାଣିରେ ପଥର ଗୁଡାକ ବୁଡିଗଲା, ପାଣିରେ ପଥର ଗୁଡାକ ବୁଡିଗଲା। ବର୍ତ୍ତମାନ ନୌକାଚାରୀ ଯେତେବେଳେ ଉପରେ ବିଚରଣ କରୁଛନ୍ତି, ସେ କଣ ଦେଖିବେ? ଖାଲି ଜଳ ଜଳ, କୌଣସି ପଥର ଜ୍ଞାନ ତାଙ୍କର ଆସୁଛି କି? ଯଦିଓ ସେ ଜଳ ଭିତରେ ପଥର ଗୁଡାକ ବୁଡିକି ରହିଛି ଭିତରେ, କଣ ବୁଝିପାରିଲେ ନା? ଭିତରେ ପର୍ବତ ସବୁ ରହିଛି, ପାଷାଣ ଖଣ୍ଡ ସବୁ ରହିଛି। ଆପଣ ମାନେ କିଏ ସୋନପୁର ଯାଇଛନ୍ତି? ତେଲ ନଦୀ ଆଉ ମହାନଦୀର ସଙ୍ଗମ ସ୍ଥଳ ଦେଖିଛନ୍ତି? ସୋନପୁର ପ୍ୟାଲେସର ପଛପଟ ଗୋଟେ ବିଭୀଷିକାମୟ ସ୍ଥାନ। ମହାନଦୀର ସେଠି ରୂପ ଏମିତି ବିଚିତ୍ର ରୂପ, କୋଟି କୋଟି ପଥର ଆଉ ଡେଞ୍ଜରିୟସ ପଥର ପାଣିରେ ବୁଡିକି ରହିଛି। ଯେତେବେଳେ ହାଇ ଫ୍ଲଡ ହେଇଯାଏ, ସେତେବେଳେ ସେଠିକି ଶହ ଶହ ହଜାର ହଜାର ଲୋକ ଯାଆନ୍ତି ଦୃଶ୍ୟ ଦେଖିବାକୁ। ପଥର ତ ବୁଡିକି ରହିଛି ନା, ଯେତେବେଳେ ପିଟି ହବ ପାଣି ଗୁଡାକ ଭିତରେ ଭିତରେ ତଳେ ତଳେ
ଉପରେ କିଛି ନାହିଁ, କିଛି ଦୁଶୁନି, ସେ ଉଛୁଳିକିରି ଉପରକୁ ଉଠୁଥିବ। ଗୋଟେ ଅଦ୍ଭୁତ ଦୃଶ୍ୟ, କୋଟି ଇନ୍ଦ୍ରଧନୁ ଭିତରେ ପାଣି ଦାବିଟି ହଉଛି, ହାଇ ସ୍ପିଡରେ ଆସୁଛି, ଉଛୁଳିକିରି ଉପରକୁ ଉଠୁଛି, ବାହାରକୁ କିଛି ଜଣା ପଡୁନି। ପାଣିର ଯେମିତି ଖେଳ ଗୋଟେ ସେଠି, ପାଣି ଯେତେବେଳେ ଛିଟିକିରି ଉପରକୁ ଉଠୁଛି ସୂର୍ଯ୍ୟ କିରଣରେ, ଯାହା ହଉ ସେୟା କହିଲେ ବର୍ଣ୍ଣନା କରିବାକୁ ଆମର ବେଳ ନାହିଁ। ଆଉ ଯେତେବେଳେ ସେ ଠିକ ପଥର ଗୁଡାକ ଉପରେ ଦେଇକିରି 6 ଇଞ୍ଚ ଫୁଟେ ଖଣ୍ଡେ ପାଣି ଥିବ, ଓହୋ କି ଭୟଙ୍କର ସେ ଦୃଶ୍ୟ। ହୃତକମ୍ପ ହେଇଯିବ, କୂଳରେ ଛିଡା ହେଇଥିଲେ ମଧ୍ୟ ହୃତକମ୍ପ ହେଇଯିବ। ଏମିତି ଗୋଟେ ଉତ୍କଟ ବିକଟ ଦୃଶ୍ୟ, କଣ ପ୍ରକୃତି ତିଆରି କରିଛି କୋଉଠି କିଏ କହିବ। ଏମିତି ଗୋଟେ ବଡ ଅଦ୍ଭୁତ ସ୍ଥାନ ସେଇଟା। ଇଆଡୁ ତେଲ ନଦୀ ଯାଇଛି, ସିଆଡୁ ମହାନଦୀ ଯାଇଛି, ମିଶିଛି। ଏଟା ମହାନଦୀ ସାଇଡର କଥାଟା କହୁଛି। ତ ସେଇଥିପାଇଁ ସୋନପୁର ମହାରାଜା ସେଠି ପ୍ୟାଲେସ କରିଥିଲେ ନା, ଇଆଡୁ ଶତ୍ରୁ ଯାଇପାରିବନି ସେ ଜାଗାଟାରେ ପାର, ଗୋଟେ ନୌକା ଫୌକା କିଛି ଯିବନି, ଏମିତି ଗୋଟେ ଭୟଙ୍କର ଜାଗା। ତ ଯେତେବେଳେ ପାଣି ଟିକେ କମିଯାଏ, ତରଙ୍ଗାୟିତ ହଉଥାଏ, ମଝିରେ ମଝିରେ ପଥରର ଚୂଡା ଦୁଷି ଯାଉଥାଏ। ଜଳ ଭିତରେ ଲୁଚି ରହିଥିବା ପର୍ବତ ଶୃଙ୍ଗ ଓ ପାଷାଣ ଖଣ୍ଡ, ଜଳ ଯଦି ଟିକେ ତରଙ୍ଗାୟିତ ହବ ତାହେଲେ ତାର ଚୂଡା ଦୁଷି ଯିବନି କି? ଠିକ ସେଇଭଳିଆ ପଥର ଗୁଡିକ ପାଣି ଭିତରେ ବୁଡି ରହିଥିଲା ଭଳିଆ ପ୍ରେମୀ ଭକ୍ତ ମାନଙ୍କର ଐଶ୍ୱର୍ଯ୍ୟ ଜ୍ଞାନଟା ମାଧୁର୍ଯ୍ୟ ଜ୍ଞାନ ତଳେ ପଥର ବୁଡିଲା ଭଳିଆ ବୁଡିକିରି ଥାଏ। ବୁଝିଲେ ତ? ଐଶ୍ୱର୍ଯ୍ୟ ଜ୍ଞାନ ଯେ ନାହିଁ ସେଇଟା ନୁହଁ। କାହିଁକି? ଐଶ୍ୱର୍ଯ୍ୟ ଜ୍ଞାନଟା ସେମାନଙ୍କର ସ୍ମୃତିକି ଆସେ ନା, ସ୍ମରଣକୁ ଆସେ ନା, ଆଚରଣରେ ଦୋଷେ ନା। କିନ୍ତୁ ଐଶ୍ୱର୍ଯ୍ୟ ଜ୍ଞାନଟା ପାର ହେଇକିରି ସେ ଯାଇଛନ୍ତି ତ ବୈଧି ଭକ୍ତି ପରେ ତ ପ୍ରେମ ଭକ୍ତି ନାଇଁ କି? ତେଣୁ ପ୍ରଥମେ ତାର ଐଶ୍ୱର୍ଯ୍ୟ ଜ୍ଞାନ ନଥିଲା କି? ଥିଲା। ଯେତେବେଳେ ଭାବ ଆବେଶ, ଜଣେ ମହାନ ବ୍ୟକ୍ତି ଥିଲେ, ଆମେ ତାଙ୍କୁ ଭାରି ଭୟ କରୁଥିଲେ, ତାପରେ ତାଙ୍କ ସହିତ ଆମର ବନ୍ଧୁତା ପଳେଇ ଆସିଲା। କୌଣସି କାରଣରୁ ତାଙ୍କ ସହିତ ଆମର ବନ୍ଧୁତା ପଳେଇ ଆସିଲା। ବନ୍ଧୁତା ପଳେଇ ଆସିଲା ପରେ ତାଙ୍କର ଭୟଙ୍କରତାଟାକୁ ଆମେ ଭୁଲିଗଲେ ଆଉ କଣ? କିନ୍ତୁ ସେ ଜ୍ଞାନଟା ଅଛି ନା, ଆଉ ଏଲୁଟା ଡେଞ୍ଜରସ୍ ଲୋକରେ ୟା ହାତରେ ଏତିକି କ୍ଷମତା ଅଛି, ଏ ଯାହା ପଡିଲା ତାହା କରିଦବ। ମୋ ସାଥିରେ ବନ୍ଧୁତା ଅଛି ବୋଲିକିରି ମୁଁ ତା ସହିତ ସେଗୁଡାକ ସବୁ ଭୁଲିକିରି ମିଶି ଯାଉଛି, ମୋର ଭୟ ନାହିଁ କି ଡର ନାହିଁ। ଠିକ ଏଇଭଳିଆ ତଦ୍ରୂପ ବ୍ରଜାଙ୍ଗନା ମାନଙ୍କର ଯେ ଐଶ୍ୱର୍ଯ୍ୟ ଜ୍ଞାନ ନାହିଁ ସେ କଥା ନୁହେଁ, ଅଛି। କିନ୍ତୁ ପାଣି ଭିତରେ ପଥର ବୁଡିକିରି ରହିଗଲା ଭଳିଆ ଐଶ୍ୱର୍ଯ୍ୟ ଜ୍ଞାନଟା ଲୁଚି ଯାଇଛି, ଭିତରେ ରହିଛି। ସେଟା ତାଙ୍କର ବ୍ୟବହାରରେ ଆସୁନି, ଶ୍ରୁତିରେ ଆସୁନି, ପ୍ରୟୋଜନ ହେଇଗଲେ ଆସୁଛି। ପ୍ରୟୋଜନ ହେଇଗଲେ ଆସୁଛି। ଯେତେବେଳେ ପାଣି ତରଙ୍ଗାୟିତ ହେଇଯାଉଛି କୌଣସି କାରଣରୁ, ସେତେବେଳେ ପଥରର ଚୂଡା ଯେମିତି ଦୂଷି ଯାଉଛି। ଆପଣମାନେ ରାମେଶ୍ୱର ଯାଇଛନ୍ତି? ରାମେଶ୍ୱରଠୁ କନ୍ୟାକୁମାରୀ, ନାଇଁ କନ୍ୟାକୁମାରୀ ନାଇଁ, ରାମେଶ୍ୱର। ରାମେଶ୍ୱର ପାଖରେ ଧନୁଷକୋଟି 12 କିଲୋମିଟର ଦୂର, 14 କିଲୋମିଟର ଦୂର। ଧନୁଷକୋଟି। ଧନୁଷକୋଟି ଟିକେ ଗଲେ ଆପଣ ଦେଖିବେ ସେଇଠୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ଗୋଟେ ପଥର ଧାଡି ଅଛି, ସେତୁବନ୍ଧ ପାଣି ଭିତରେ। ପାଣି ଭିତରେ ଯେତେବେଳେ ସମୁଦ୍ରରେ ଜୁଆର ନଥାଏ, ହଟା ପଡି ଯାଇଥାଏ, ସେତେବେଳେ ମଝି ମଝିରେ ତାର ଚୂଡା ଗୁଡାକ ଦୁଷେ ସେ ପର୍ଯ୍ୟନ୍ତ। ଆଉ ଯେତେବେଳେ ପ୍ରଚଣ୍ଡ ଭାବରେ ତରଙ୍ଗ ହଉଥିବ, କେତେବେଳେ ଦୂଷିଯିବ, କେତେବେଳେ ଲୁଚିଯିବ, କେତେବେଳେ ଦୂଷିଯିବ, କାଁ ଭାଁ ଟିକେ ଦୂଷିଯାଏ। ତ ଠିକ ସେଇଭଳିଆ ତରଙ୍ଗାୟିତ ଯେତେବେଳେ ହେଇଯାଏ ଭାବ, ବ୍ରଜାଙ୍ଗନା ମାନଙ୍କର ଐଶ୍ୱର୍ଯ୍ୟ ଜ୍ଞାନ ଈଶ୍ୱରଙ୍କର ଟିକେ ଫୁଟିଯାଏ, ନହେଲେ ସବୁବେଳେ ମାଧୁର୍ଯ୍ୟ ଜ୍ଞାନରେ ହିଁ ବୁଡିକିରି ଥାଏ। ତ ଯେତେବେଳେ ଭଗବାନଙ୍କୁ କହୁ କହୁ କଟୁ କଥା କହି ପକେଇଲେ, ଆମେ ଭୁଲ କରି ପକେଇଲେ ବୋଲି ଜାଣିଲେ, କେଡେ କଥା କହି ପକେଇଲେ, ବିଶ୍ୱାସଘାତକ ବୋଲି କହିଦେଲେ, ସେତିକି ବେଳେ ଟିକେ ସେ ଐଶ୍ୱର୍ଯ୍ୟ ଜ୍ଞାନ ଦୂଷି ଯାଇଛି, ମୁଣ୍ଡ ଟେକି ଦେଇଛି। ନ ଖେଳୁ ଗୋପିକା ନନ୍ଦନ ଭବାନ, ଆମେ କେଡେ କଥା କଲେ ଲୋ। ଅର୍ଜୁନଙ୍କର ଆସିନି ବିଶ୍ୱରୂପ ଦର୍ଶନରେ? ବିଶ୍ୱରୂପ ଦର୍ଶନରେ ଅର୍ଜୁନଙ୍କର ଆସିଛି କି ନାଇଁ? ତା ପୂର୍ବରୁ ସତ ସେ କେଡେ ସାଙ୍ଗସାଥି ବନ୍ଧୁ ଭଳିଆ ତାଙ୍କ ସହିତ ମିଳୁଥିଲେ, ଖେଳୁଥିଲେ, ଠେଲା ପେଲା, ଗାଳି ଗୁଲଜ, ଥଟା ପରିହାସ, ମଉଜ ମଜଲିସ, ହାତରୁ ଛଡେଇ ଖାଉଥିଲେ, କେତେ ବ୍ୟଙ୍ଗ ବିଦ୍ରୂପ କରୁଥିଲେ। ଦେଖି ପକେଇଲେ ଯେତେବେଳେ ବିଶ୍ୱରୂପ, କଣ କହିଛନ୍ତି? ଭୟ କରିଛନ୍ତି, ପାଦ ତଳେ ନମସ୍କାର କରିବାକୁ ମଧ୍ୟ ସାହସ ହଉନି। ଭୀତଃ ଭୀତଃ ପ୍ରଣମ୍ୟ, ଭୟ କରି କରିକିରି ମୁଣ୍ଡିଆ ମାରିବାକୁ ମଧ୍ୟ ଭୟ କରୁଛନ୍ତି।
କିଏ ଯେ ଠେଲା ପେଲା କରୁଥିଲା ସେ ପ୍ରଣାମ କରିବାକୁ କାହିଁ ଡରୁଛି? ଭୀତ ଭୀତ ପ୍ରଣମ୍ୟ ନମଃ ପୁରସ୍ତାଦଥ ପୃଷ୍ଠତସ୍ତେ ନମସ୍ତୁତେ ସର୍ବତ ଏବ ସର୍ବ ଅନନ୍ତ ବୀର୍ଯ୍ୟାମିତ ବିକ୍ରମସ୍ତମ। ଅନନ୍ତ ବୀର୍ଯ୍ୟଟା ତୁମର ମୁଁ ଜାଣିନଥିଲି ହେ ପ୍ରଭୁ, ଅନନ୍ତ ବିକ୍ରମଟା ମଧ୍ୟ ଜାଣିନଥିଲି। ଅନନ୍ତ ବୀର୍ଯ୍ୟାମିତ ବିକ୍ରମସ୍ତମ। ଅନନ୍ତ ବୀର୍ଯ୍ୟ, ବୀର୍ଯ୍ୟ କହିଲେ ବଳ, ଅମିତ ବିକ୍ରମ, ଅନନ୍ତ ବୀର୍ଯ୍ୟାମିତ ବିକ୍ରମସ୍ୟ। ଅମିତ ବିକ୍ରମ ଅନନ୍ତ ବୀର୍ଯ୍ୟ ମୁଁ ଜାଣିନଥିଲି ହେ ପ୍ରଭୁ। ଏଟା ହେଲା ଐଶ୍ୱର୍ଯ୍ୟ ଜ୍ଞାନ। ବିହାର ଶଯ୍ୟାସନ ଭୋଜନେଷୁ ଏକୋତ୍ଥ ବାପ୍ୟଚ୍ୟୁତ ତତ୍ ସମକ୍ଷମ ତତ୍ କ୍ଷାମୟେ ତ୍ୱାମହମ୍ ଅପ୍ରମେୟମ୍। ହେ ଅପ୍ରମେୟ, ମତେ କ୍ଷମା କରିଦିଅ। ମାଧୁର୍ଯ୍ୟ ଜ୍ଞାନରେ ବୁଡ଼ିକି ରହିଥିବା ଅର୍ଜୁନ କାହିଁକି ନା ମାଧୁର୍ଯ୍ୟ ଜ୍ଞାନଟା କୋଉଠୁ ଆସେ? ଆମର ଯୋଉ ପଞ୍ଚବିଧ ଇଏ ନାହିଁ କି ଦାସ୍ୟରେ ମାଧୁର୍ଯ୍ୟ ଜ୍ଞାନ ଆସେ, ଐଶ୍ୱର୍ଯ୍ୟ ଜ୍ଞାନ ଲୁପ୍ତ ହୁଏ ନା। ମୁଣ୍ଡ ଟିକେ ଅଳ୍ପ ପାଣି ଥିଲେ ଯେମିତି ପଥର ଗୁଡାକ ଦୂଷି ଯାଉଥିଲେ, ଅଳ୍ପ ଟିକେ ଚହଲି ଗଲେ ପାଣି ଦୂଷିଲେ, ସେମିତି ଶାନ୍ତ ଦାସ୍ୟ ଇ ଦୁଇଟି ସ୍ତରରେ ଐଶ୍ୱର୍ଯ୍ୟ ଜ୍ଞାନଟା ଚଟଚଟ ପଳେଇ ଆସିବ, ଚଟଚଟ ପଳେଇ ଆସିବ, ଚଟଚଟ ପଳେଇ ଆସିବ। କିନ୍ତୁ ଯେତେବେଳେ ସଖ୍ୟ ଭାବ ଆସି ପହଞ୍ଚିଯିବ, ସେତେବେଳେ ଭଲ ରୂପେ ବୁଡିବାକୁ ଆରମ୍ଭ କରିବ ପଥର ଗୁଡାକ। ଐଶ୍ୱର୍ଯ୍ୟ ଜ୍ଞାନଟା ଲୁପ୍ତ ହବାକୁ ଲାଗିବ। ବାତ୍ସଲ୍ୟରେ ପୁରାପୁରି ବୁଡିଯିବ, ଦେଖିଲେ ମଧ୍ୟ ବିଶ୍ୱାସ ହବନି। ମାଧୁର୍ଯ୍ୟରେ ଆହୁରି ସେ ଅବସ୍ଥା ହବ। ବାତ୍ସଲ୍ୟ ଓ ମାଧୁର୍ଯ୍ୟରେ ଯଦି କେତେବେଳେ ନନ୍ଦରାଣୀ ଯଶୋଦା ପୁଅର କୌଣସି ଅଲୌକିକ ଅବସ୍ଥା ଦେଖି ପକେଇବେ, ସ୍ୱପ୍ନ ଦେଖିଲି କି କଣ ମିଛୁଟେ ଦେଖିଲି କି ମୋର ମତିଭ୍ରମ ବୋଲି କହନ୍ତି ନା, ଆଉ ମୋର ମତିଭ୍ରମ ବୋଲି। ଆଉ ବ୍ୟାଦେହିତେ ବିଦାରିତେ ଶିଶୁ ମୁଖ ଦୃଷ୍ଟ୍ୱା ସମସ୍ତଙ୍କ ଜଗତ। ଯେତେବେଳେ ମାଟି ଖାଉଥିଲେ, ଦି ଖୁନ୍ଦା ପକେଇଲେ ଗାଲୁକୁ, ଦେଖା ତ ପାଟି ବୋଲି, ମାର ଖୁନ୍ଦା ବାଣ ଖାଇକିରି ପାଟି ଖୋଲିଗଲା, ଆଉ ଚିପିକି ରଖିପାରିଲେ ପିଲା ଲୋକ ନା ଆଉ କଣ। ମା ରାଗରେ ଗାଲୁକୁ ତୋଡି ଆଙ୍ଗୁଠି ଭର୍ତ୍ତି କରି ପାଟିକି ମେଲା କରି ଫାଡିକିରି ପାଟିକି ଦି ପାଳ କରିକିରି ଯେତେବେଳେ ଭିତରକୁ ଚାହିଁଦେଲେ, ବ୍ୟାଦେହିତେ ବିଦାରିତେ, ନୃସିଂହ ବିଦାରିଲା ଭଳିଆ ହର୍ଣ୍ଣକଶ୍ୟପକୁ କୃଷ୍ଣଙ୍କର ପାଟିକି ବିଦୀର୍ଣ୍ଣ କରି ପକେଇଛନ୍ତି, ମେଲା କରି ପକେଇଛନ୍ତି, ଦି ଫାଳା କରିକିରି ଚାହିଁଦେଲେ। କେତେ ବାଟି ଖାଇଛନ୍ତି ରାଗରେ, କ୍ରୋଧରେ। କଣ ଦେଖିଲେ? କୋଟି କୋଟି ସୂର୍ଯ୍ୟ, କୋଟି କୋଟି ଚନ୍ଦ୍ରମା, କୋଟି କେତେ ଇନ୍ଦ୍ର, କେତେ ବ୍ରହ୍ମା, କେତେ ଶଙ୍କର। ଐଶ୍ୱର୍ଯ୍ୟ ଜ୍ଞାନ ଆସିଗଲା। ଐଶ୍ୱର୍ଯ୍ୟ ଆସେ, ଜ୍ଞାନ ତାଙ୍କର ଆସିନି, ଭଗବାନ ଦେଖେଇଦେଲେ। ମାରୁଛୁ ମତେ, ମୋର ଯୋଡେ ଦାନ୍ତ ହୁଗାଳି ଦେଲୁଣି, ଦେଖେ ମୁଁ କଣ। ରାଗରେ ମା ପାଖରେ ରାଗ ଆସୁନି କି, ଦେଖେ ମତେ କେମିତି ମାରୁଛୁ। ଦେଖି ପକେଇଲେ, ସେଟାକୁ ବିଶ୍ୱାସ କଲେ କି ସାଙ୍ଗେ ସାଙ୍ଗେ ପାଟିଟାକୁ ବନ୍ଦ କରିଦେଲେ, ଛାତିରେ ଥୁ ଥୁ କରି 4 ଲେଣ୍ଡା ଛେପ ପକେଇଦେଲେ। ତା ଭାବନା ଜାଣିଦେଲେ ଛେପ ପକେଇଥାନ୍ତେ କାହିଁକି? କି ଭୂତ କି ପ୍ରେତ ଡାହାଣୀ ପଶି ଯାଇছিল ମୋ ପିଲା ଦିହରେ, ଛେପ ପକେଇଦେଲେ ମାରା ହେଇଯିବ, ପଳେଇବ ବାହାରିକିରି। ମା ମନନ୍ତ ଥୁ ଥୁ କରି ଛେପ ପକେଇଦେଲେ, ଛେପ ପକେଇକି ହୃଦୟରେ ଜାକିକିରି ପଣନ୍ତ କପଡା ଘୋଡେଇକିରି ଦେଖି ପଡିଲେ, କୁ ଭୂତ କି ପ୍ରେତ କି କଣ ପଶି ଯାଇଛି ମୋ ପିଲା ଦିହରେ, କେଡେ ବିପତ୍ତି। ଆଉ କି ମାଟି ମାଟି ଖାଇଲେ ଖାଉ ପଛେ ଭଲ ଥାଉ। ଐଶ୍ୱର୍ଯ୍ୟ ଜ୍ଞାନ ଭଗବାନ ଦେଖେଇଲେ ମଧ୍ୟ ବାତ୍ସଲ୍ୟମୟୀ ଭକ୍ତ ଗ୍ରହଣ କରିବାକୁ ରାଜି ନୁହଁ, ଗ୍ରହଣ କରିବାକୁ ରାଜି ନୁହଁ। ସେ ତ ଦେଖିଲେ ଦୃଷ୍ଟ ସମସ୍ତ ଜଗତ, ଦେଖେ ମୁଁ କଣ ବୋଲି। କୋଉଠି ମା ଗ୍ରହଣ କଲେ? ଭୂତ କି ପ୍ରେତ ଲାଗିଛି ବୋଲି ତ କହିଲେ, ଏଇଟା ଈଶ୍ୱର ବୋଲି ଗ୍ରହଣ କରିପାରିଲେ କି? ଠିକ ତଦ୍ରୂପ ବ୍ରଜାଙ୍ଗନା ମାନଙ୍କ ଜୀବନରେ ମଧ୍ୟ ଅନେକ ଘଟଣା ଏଇଭଳିଆ ଆସିଛି। ସେଥିରେ ଆମର ତ ସମୟ ପଳେଇଲା, ଆମେ ବିଷୟବସ୍ତୁକୁ ଆଉ ଯାଇପାରିଲେନି। ତ ବ୍ରଜାଙ୍ଗନା ମାନଙ୍କ ଜୀବନରେ ଆଜି ମୋଟେ କରିବାନି ବୋଲି ମୁଁ ଭାବୁଥିଲି। ପୂର୍ବରୁ ଆପଣମାନେ ଜାଣିଛନ୍ତି, କୁହା ହେଇଛି ଦିନେ ବୃନ୍ଦାବନ ବିପିନରେ କୁସୁମ ଚୟନ କାଳରେ, ରାଧା ଗୋବିନ୍ଦ କ୍ରୀଡା କାଳରେ ସଖା ସଖୀ ମାନେ ନାନା ପ୍ରକାରର ଫୁଲ ତୋଳୁଛନ୍ତି, କୃଷ୍ଣ ମଧ୍ୟ ଫୁଲ ତୋଳୁଛନ୍ତି। କୁସୁମ ଚୟନ କ୍ରୀଡା ତ ଆଉ ତା ନା କୁସୁମ ସରୋବର। ଯୋଉଠି ଲୀଳାଟି ଭଗବାନ କରନ୍ତି ତା ନା କୁସୁମ ସରୋବର। ଯୋଉ ସୁନ୍ଦର ସଜେଇଛନ୍ତି ଜୟପୁର ମହାରାଜ ସେ ପୋଖରୀଟିକି,
ଏଟା ତ ବାଟରେ ପଡୁଛି ଆଉ ଆପଣମାନେ ଦେଖିଥିବେ ଆଉ ବୃନ୍ଦାବନରୁ ରାଧାକୁଣ୍ଡ ଗଲା ବେଳକୁ ବାଟରେ ପଡିବ ଡାହାଣ ପଟେ ଆଉ। ମୋ ଗୁରୁଦେବ ସେଠି ନିର୍ଜନ ଅରଣ୍ୟ ଭିତରେ 10 ବର୍ଷ 8 ବର୍ଷ ଖଣ୍ଡେ ଭଜନ କରୁଥିଲେ। ଦୂରରେ ସବୁ ଗାଁ ଅଛି, ପାଖରେ ନାହିଁ। ସେଠି ଯାଇକରି ରୁଟି ଭିକ୍ଷା କରି ଆଣନ୍ତି, ଦିନକୁ ବେଳାଟିଏ ଖାଆନ୍ତି, କୁସୁମ ସରୋବର କୂଳରେ ସେମିତି ରହିକରି ହରିଭଜନ କରନ୍ତି। ତେଣୁ ସେ ସ୍ଥାନଟି ଆମର ସ୍ମରଣୀୟ। ମୁଁ ବୃନ୍ଦାବନ ଗଲେ ସେ ବାଟରେ ଗଲେ ଟିକେ ଓହ୍ଲେଇକି ସେଠି ପ୍ରଣାମ କରେ। ଗୁରୁଦେବଙ୍କର ପଦାଙ୍କିତ ଭଜନ କାଳୀନ ପରମ ପବିତ୍ରମୟ ଭୂମି ମୋ ପାଇଁ। ଯାହା ହଉ, ତ ସେ କୁସୁମ ସରୋବର ନିକଟରେ ଯେତେବେଳେ କୁସୁମ ଚୟନ କ୍ରୀଡ଼ାରେ କଣ ଖେଳ ଭିତରେ ତ ନାନା କ୍ରୀଡ଼ା ଭିତରେ ନାନା ପ୍ରକାର ଅଛି, ଏମିତି ରାସମଣ୍ଡଳ ଭଳିଆ କୃଷ୍ଣ ଅନ୍ତର୍ଧ୍ୟାନ ହେଇଗଲେ। ଯେମିତି ଅନ୍ତର୍ଧ୍ୟାନ ହେଇଗଲେ ଇଏ ବ୍ୟାକୁଳ ହୋଇ ଖୋଜିଲେ, ଏ କେତେ କୁଟ କପଟ କରି ଘରୁ ଆସିଛନ୍ତି, ଘଣ୍ଟେ 2 ଘଣ୍ଟା କୃଷ୍ଣଙ୍କ ସାଥିରେ ମିଶିବେ, କଥା ହେବେ, ଖେଳିବେ, ବୁଲିବେ ଅରଣ୍ୟ ଭିତରେ ବୋଲି। ଯେତେବେଳେ ଇଏ ସେଥିରୁ ଯଦି 5 ମିନିଟ୍ ଲସ୍ ହେଇଯାଉଛି, ସେଟା କଣ କମ ଲସ୍? କୃଷ୍ଣ ନାହାନ୍ତି, ଅନ୍ତର୍ଧ୍ୟାନ। ବହୁତ ଖୋଜିଲେ, ବହୁତ ଯେତେବେଳେ ଖୋଜୁଛନ୍ତି ତା ଭିତରେ ଲତା କୁଞ୍ଜ ଭିତରେ ଖୋଜୁଛନ୍ତି, ଖୋଜୁ 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 ଗୋଟିଏ ସ୍ଥାନରେ ଦେଖିଲେ କୃଷ୍ଣ ଗୋଟେ ଲତା ଭିତରେ ଲୁଚିଛନ୍ତି। ସେ ଭିତରକୁ ଏମାନେ ପଳେଇ ଆସିଲେ, କାଳି ଭିତରେ ଥିବେ ପରା ବୋଲି। ବଡ ମନୋହର କୁଞ୍ଜଟିଏ, ବାହାରକୁ ନିବିଡ଼ ଲତା କିଛି ଜଣା ପଡୁନି, ଭିତରେ ଗଳି ଗଳିକିରି ଡାଳ ଆଡେଇକିରି ଭିତରକୁ ପଳେଇଲେ। ସୁନ୍ଦର ମନୋହର କୁଞ୍ଜ କୁଟୀର ତିଆରି ହେଇଛି, ତାରି ଭିତରେ କୃଷ୍ଣ ଲୁଚିଥିଲେ। ଇଏ ଯୋଡ଼େ 3ଟା ଗୋପାଙ୍ଗନା ତାରି ଭିତରକୁ ପଳେଇଲେ। ତା ଭିତରୁ ତ ପଳେଇଲେ, ଦେଖିଲେ ଯେ ମୁଁ ଧରା ପଡିଯିବି, ମତେ ପାଇଯିବେ। ସାଙ୍ଗେ ସାଙ୍ଗେ କୃଷ୍ଣ କଣ ହେଲା ନା ନିଜର ରୂପ ବଦଳେଇ ଦେଇକିରି ପଦ୍ମାସନ କରି ବସି ପଡିଲେ। ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜ ହେଇଗଲେ, ଧରିଛନ୍ତି ହାତରେ ଶଙ୍ଖ ଚକ୍ର ଗଦା ପଦ୍ମ, କିରୀଟ କୁଣ୍ଡଳ ଯୁକ୍ତ ହେଇଛନ୍ତି, ମୁକୁଟ ଫୁକୁଟ ପିନ୍ଧିଛନ୍ତି, ସେଠି ବସିଛନ୍ତି। ଯେମିତି ଦୂରରୁ ଦେଖି ପକେଇଲେ ବ୍ରଜାଙ୍ଗନ ଲତା ଭିତରେ ପଶି ଯାଉଥିଲେ ନା କୃଷ୍ଣ କାଳେ ଥିବେ ବୋଲିକିରି, ଆଉ ଭିତରକୁ ପଶିଗଲା ବେଳକୁ ଦେଖି ପକେଇଲେ ବସିଛନ୍ତି ଭଗବାନ ନାରାୟଣ। ସବୁ ନାରାୟଣ ବସିଛନ୍ତି, ନାରାୟଣ ବସିଛନ୍ତି। ମୁଣ୍ଡା ବାଲେ, ପ୍ରଭୁ ଯାହା ଦୋଷ ଅପରାଧ କ୍ଷମା କରିଦିଅ, ଆମେ ଜାଣିନୁ ପଳେଇ ଆସିଲୁ। ଏଇ ଯାହାକୁ ସମସ୍ତଙ୍କୁ ଡାକି ଆଣିବୁ, ନାରାୟଣଙ୍କୁ ଦର୍ଶନ କରିବା। କିଣେ ଭାଗ୍ୟରେ ଭଗବାନଙ୍କର ଦର୍ଶନ ମିଳିଲା, ଯାହା ସେ କୃଷ୍ଣଙ୍କୁ ପଛରେ ଖୋଜିବା, ତୁ ଆଗ ଡାକି ଆଣିଲୁ। ସେ ଯାଇ ସମସ୍ତଙ୍କୁ ଡାକି ଆଣିଲେ, ଆସ ଆସ, ନାରାୟଣଙ୍କର ଦେଖା ମିଳିଛି, ନାରାୟଣ ବସିଛନ୍ତି। ବିଷ୍ଣୁ ଭଗବାନ ଆଉ ସକଳ ଅଭିଷ୍ଟ ପୂରଣ କରନ୍ତି। ସମସ୍ତଙ୍କୁ ଯାଇ ସେ ଡାକି ଆଣିଲା, ସମସ୍ତେ ଆଣିଲେ, ଆସିକି ମୁଣ୍ଡିଆ ମାରିଲେ, ପ୍ରଣତି କଲେ, ସ୍ତବ ସ୍ତୁତି କଲେ। ସ୍ତବତି କରି ଶେଷରେ ଭଗବାନ, ପ୍ରଭୁ ଆପଣ ବରଦାତା, ଆପଣ ମହାଶକ୍ତିଶାଳୀ, ଆମ କୃଷ୍ଣ କୁଆଡେ ହଜି ଯାଇଛନ୍ତି, ଟିକେ ତାଙ୍କ ମନକୁ ସମାଧାନ କରିକିରି ଆମ ପ୍ରତି ଯେମିତି ସ୍ନେହ ରହିବ, ମିଳିଯିବେ, ସେତିକି ଆମକୁ ବର ପ୍ରାର୍ଥନା କଲେ। କେବେ ହେଲେ ଗ୍ରହଣ କରିପାରିଲେନି ଏଇଟା କୃଷ୍ଣ ବୋଲି। କଣ ବୁଝିପାରୁଛନ୍ତି ନା? ସେଟା ଗ୍ରହଣ କରିପାରିଲେ ନାହିଁ ବ୍ରଜାଙ୍ଗନା ମାନେ, ଯେ ଏଇଟା କୃଷ୍ଣ ରୂପ ବଦଳେଇକିରି ବସିଛି। ଯଦି ଜାଣିଥାନ୍ତେ, ତାଙ୍କର ସେ ଜ୍ଞାନ ଥାନ୍ତା, 2 ଖୁନ୍ଦା ପକେଇଥାନ୍ତେ ବୋଲେ, ଭଲ ପାଲା ଦେଖେଇଛୁ, ଚୋରି କରି ଆସିକିରି ସାଧୁ ରୂପରେ ବସିଛୁ, ଦାଢି ଲଗେଇକିରି ଦାଢି ପାଢି ଭିଡି ଛିଣ୍ଡେଇ ଦେଇଥାନ୍ତେ। ଗୋଟେ ଲୋକ ଚୋରି କରିକିରି ଆସିବ, ଧରା ପଡିଲା ବେଳକୁ ସେମିତି ଦାଢି ଗଳେଇ ଦେଇକିରି ଜଟା ଗଳେଇ ଦେଇକିରି ବସି ପଡିଲା ସାଧୁ ରୂପରେ ମାଳା ଧରିକିରି। ଆଉ ଯଦି ଜାଣି ପକେଇଲେ ପୁଲିସ ମାନେ ଯେ ସେଇ ଚୋରୁଟା ସାଧୁ ବେଶରେ ବସିଛି, ତା ଦାଢି ଫାଡି ଜଟା ଭିଡି କାଢିଦେବେନି, ମାଳା ଫଳା ଛିଣ୍ଡେଇ ଦେବେନି ଧରୁଛୁ, ସେମିତିଆ କରି ପକେଇଥାନ୍ତି ତ। କିନ୍ତୁ ତା ନ କରିକିରି ସ୍ତବ ସ୍ତୁତି ପ୍ରଣିପାତ କରି ବର ପ୍ରାର୍ଥନା କରୁଛନ୍ତି। ଏଠି ବୁଝନ୍ତୁ ଯେ ଯେତେବେଳେ ପ୍ରେମ ଭାବ ଅନ୍ତଃକରଣ ଭିତରେ ଆସେ, ସେ ଆଉ ଈଶ୍ୱରଙ୍କୁ ଐଶ୍ୱର୍ଯ୍ୟ ଜ୍ଞାନଟା ତାର ଭୁଲିଯାଏ। ସେ ସମର୍ଥଶାଳୀ ଭଗବାନ ବୋଲି ଆଉ ଧରିପାରେ ନା, ବୁଝିପାରେ ନା। ଏଇ ଅବସ୍ଥା ଆସୁଥିବାରୁ ପ୍ରେମୀ ଭକ୍ତ ମାନେ ଭଗବାନଙ୍କ ସହିତ କେତେ ଖେଳ କହୁଥିବ। ଆମ ଜଗନ୍ନାଥଙ୍କ ଲୀଳାରେ କଣ କମ କଥା ଅଛି କି? ଏଇଭଳିଆ ମାଧବ ଦାସଙ୍କ ପଣସ ଚୋରି କଥା ମନେ ଅଛି ତ? କେତେ ଥର ମୁଁ କହିଛି। ଠୁ ଆରମ୍ଭ କରି ବନ୍ଧୁ ମହାନ୍ତିଙ୍କ ଲୀଳା ଆଉ ୟାଙ୍କର ଆମର ଲେଖିଛନ୍ତି ରାମାୟଣଟା, ଯାହା ପାଇଁ ବୋଲି ଥାଳିରେ ଲଡୁ ଚୋରି କରି ସମୁଦ୍ର କୂଳରେ ନେଇ ଖାଉଥିଲେ, ସୁନା ଥାଳି ହଜେଇଥିଲେ ବଳରାମ ଦାସ। ତ ଏଇ ପ୍ରକାର ଗୁଡାକ ସବୁ ମାଧୁର୍ଯ୍ୟମୟ ସ୍ତରକୁ ଯାଇଛନ୍ତି, ଐଶ୍ୱର୍ଯ୍ୟ ଜ୍ଞାନ ଭୁଲି ଯାଇଛନ୍ତି। କିନ୍ତୁ ଏଇ ଐଶ୍ୱର୍ଯ୍ୟ ଜ୍ଞାନ ଯଦି ମୁଣ୍ଡ ଟେକେ, କେତେବେଳେ ପଥରଟା ଯଦି ପାଣି ଭିତରୁ ଦୁସିଲା, କେତେ ଟିକିଏ ନାଙ୍କୁ ସେକେଣ୍ଡ ପାଇଁ ନା ଆଖି ବୁଲେଇଲା ବେଳକୁ ଆଉଥରେ ବୁଡିଗଲାଣି। ଆଉ ଗୋଟେ ତରଙ୍ଗ ଆସିଲା, ତେଣୁ ତରଙ୍ଗଟା ଟିକେ
ପଳଉଛି ସେତିକି ଟିକିଏ ନାଙ୍କୁ ଦୂଷିଯିବ, ଟିକିଏ ନାଙ୍କୁ ଦୂଷି ତାପରେ ପରେ ପୁନର୍ବାର ମାଧୁର୍ଯ୍ୟ ଭାବରେ ବୁଡି ଉଠିଛନ୍ତି। ଯେମିତି ପଥର ଉପରୁ ପାଣି ଚହଲି ଗଲେ ପଥର ଦୂଷିଗଲା, ତାପରେ ମୁହୂର୍ତ୍ତରେ ଯଦି ସବୁବେଳେ 6 ଇଞ୍ଚ ପାଣି ରହୁଛି, ଯେତେବେଳେ ପାଣିଟା ଖାଲୁଆ ହେଇକି ଦୂଷି ଯାଇଥିଲା ସାଙ୍ଗେ ସାଙ୍ଗେ ତାପରେ ଫୁଟେ ପାଣି ଛିଡା ହେଇଯିବ ନାଇଁ କି? ଏଟା କଳ୍ପନା କରନ୍ତୁ ଟିକେ। ପଥରଟେ ଅଛି, ଚହଲିକିରି ପାଣିଟା ପଥରଟିର ମୁଣ୍ଡଟା ଟିକେ ଦୂଷିଗଲା, ତାପରେ ମୁହୂର୍ତ୍ତରେ ଯୋଉ ପାଣି ଆସିଲା, ପାଣିଟା ଯେମିତି ତଳକୁ କମି ଯାଇଥିଲା କିନ୍ତୁ ଉପରକୁ ଫୁଲି ଉଠିବ ନା। ପରବର୍ତ୍ତୀ ମୁହୂର୍ତ୍ତରେ ଫୁଟେ ତଳେ ଯଦି ସବୁବେଳେ ସମତଳ ଅବସ୍ଥାରେ ପାଣି ରହୁଛି, ଦୂଷିଲା ବେଳେ ଫୁଟେ ତଳକୁ ପଳେଇଥିଲା, ତାପରେ ଅବସ୍ଥାରେ ବୁଡିଲା ବେଳକୁ 2 ଫୁଟ ଉଠିଯିବ ପାଣି ଉପରକୁ, କାହିଁକିନା ପଛରେ ତରଙ୍ଗଟା ଆସୁଛି। ଠିକ ସେଇଭଳିଆ ଟିକେ ଐଶ୍ୱର୍ଯ୍ୟ ଜ୍ଞାନ ପଳେଇ ଆସିବାରୁ ତା ପଛରେ ପରମ ମାଧୁର୍ଯ୍ୟ ଜ୍ଞାନ ବ୍ରଜାଙ୍ଗନ ମାନଙ୍କର ଆସି ପହଞ୍ଚି ଯେ 4ଟା ଶ୍ଲୋକରେ ବର ମାଗୁଛନ୍ତି, 4ଟି ଶ୍ଲୋକରେ ବର ମାଗୁଛନ୍ତି। ସେଥିରୁ ଯୋଡ଼ିଏ ଆମର ଆଲୋଚନା ସରିଛି। ବିରଚିତା ଭୟଂ ବୃଷ୍ଣି ଧୂର୍ଯ୍ୟତେ ଚରଣ ମିଉଷାଂ ସଂଶ୍ରୁତେର ଭୟାତ କରସରରୁ ହେମ କାନ୍ତ କାମଦଂ ଶିରସି ଦେହିନ ଶ୍ରୀକର ଗ୍ରହଂ ବ୍ରଜ ଜନାର୍ତିହନ ବୀର ଯୋଷିତାଙ୍ଗ ନିଜ ଜନ ସ୍ମୟ ଧ୍ୱଂସନ ସଂସ୍ମିତ ଭଜ ସଖେ ଭବତ କିଙ୍କରୀ ସ୍ମନ ଜଳରୁହାନନଂ ଚାରୁ ଦର୍ଶୟ। ପ୍ରଥମ ଶ୍ଲୋକରେ କହିଥିଲେ ଆମ ମସ୍ତିଷ୍କ ଉପରେ ଆମର କୋମଳ ଶୀତଳ ଶାନ୍ତି ପ୍ରଦାୟକ ପ୍ରୀତି ପ୍ରଦାୟକ ଆନନ୍ଦ ପ୍ରଦାୟକ ଟିକେ ସ୍ପର୍ଶ କରିଦିଅ, ଆମର ମସ୍ତକକୁ ଟିକେ ଛୁଇଁ ଦିଅ, ଆମ ମସ୍ତ ଆମେ ଟିକେ ତୁମ ପରଶ ପାଇଯାଉ। ଦର୍ଶନ ଯାର ଏଣେ ମନୋହର, ପରଶ କିଣେ ମଧୁର ହେଇଥିବ, ଟିକେ ଛୁଇଁ ଦିଅ ଆମକୁ। ଦ୍ୱିତୀୟରେ କହୁଛନ୍ତି, ଦ୍ୱିତୀୟ ଶ୍ଲୋକରେ ଜଳରୁହାନନ ଚାରୁ ଦର୍ଶୟ, ମସ୍ତକରେ ହସ୍ତସ୍ଥାପନ ସ୍ପର୍ଶ କଲେ ଆମେ ତୁମର ମୁଖମଣ୍ଡଳ ଦର୍ଶନ କରିପାରିବୁ ତ? ପଛରୁ ଲୁଚିକିରି ଆସି କିମ୍ବା ଅଜ୍ଞାତ ଭାବରେ ରହି କୋଉଠୁ ଦୂରରୁ ହାତ ବଢେଇ, ତୁମେ ତ ଏତିକି ଲମ୍ବା ହାତ ଯେ ପର୍ବତ ଟେକିକି ଧରିଥିଲା 7 ଦିନ କାଳ ଆମେ ଦେଖିଛୁ, ସ୍ପର୍ଶ କଲେ କି ସୁଖ ପାଇବୁ? ତୁମ ସୁନ୍ଦର ମୁହଁଟି ଯଦି ଆଖି ଆଗରେ ନ ଦୁଷିବ ଆମ ଚିତ୍ତ କେତେବେଳେ ହେଲେ ଶାନ୍ତ ହବନି। ତେଣୁ ଜଳରୁହାନନ ଚାରୁ ଦର୍ଶୟ। ପରବର୍ତ୍ତୀ ଶ୍ଲୋକରେ କହୁଛନ୍ତି, ପ୍ରଣତ ଦେହିନଂ ପାପକର୍ଷଣଂ ତୃଣଚରାନୁଗମ ଶ୍ରୀନିକେତନଂ ଫଣି ଫଣାର୍ପିତଂ ତେ ପଦାମ୍ବୁଜଂ କୃଣୁ କୁଚେଷୁ ନ କ୍ରୁଦ୍ଧି ହୃତ ସ୍ୱୟଂ। ଆଉ ଗୋଟିଏ ଗୋପାଙ୍ଗ ନାଁ କହୁଛି, ସଖୀ ଏ ବର ମାଗିବାନି। କୃଷ୍ଣ ଯଦି ବରଦ ହେବେ, ଆମେ ତ ସ୍ତୁତି କଲୁ ନ ଖଳୁ ଗୋପିକା ନନ୍ଦନ ଭବାନ ଶ୍ଲୋକରେ, ସ୍ତୁତିରେ ସନ୍ତୁଷ୍ଟ ହୋଇ ଯଦି ବର ଯାଚିବେ, ଆଉ ଗୋଟେ ବର ମାଗିବା। ଗୋଟିଏ ତ ବର ମାଗିଥିବା ତ କେତେ ଭଲ କରି ମାଗିବା। କି ବର ମାଗିବା? ମସ୍ତକରେ ହସ୍ତ ସ୍ଥାପନ କର। ଜଣେ ପ୍ରସ୍ତାବ ଦେଲା, ଆଉ ଜଣେ ପ୍ରସ୍ତାବ ଦେଲା ସୁନ୍ଦର ମୁଖ ସ୍ମିତ ଶୋଭିତ ଟିକେ ଦେଖାଅ। ଆଉ ଜଣେ ପ୍ରସ୍ତାବ ଦଉଛି, ନାଇଁ ନାଇଁ କହିବା ଶ୍ୟାମ ସୁନ୍ଦର, ଆମ ହୃଦୟରୁ ଯୋଉ କାମାନଳ ପ୍ରଜ୍ୱଳିତ ହଉଛି ତାକୁ ନିଭା। ହୃତ ସ୍ୱୟଂ କ୍ରୁଦ୍ଧି ପ୍ରଣତ ଦେହିନଂ ପାପକର୍ଷଣଂ ତୃଣଚରାନୁଗମ ଶ୍ରୀନିକେତନಂ ଫଣି ଫଣାର୍ପିତଂ ତେ ପଦାମ୍ବୁଜଂ କୃଣୁ କୁଚେଷୁ ନ କ୍ରୁଦ୍ଧି କ୍ରୁନ୍ଧି ହୃତୁ ସ୍ୱୟଂ। କ୍ରୁନ୍ଧି କ୍ରୁନ୍ଧି ଛିନ୍ଦି ଛେଦନ କର, ଦୂର କର। କଣ ଦୂର କରିବେ ରେ? ନା ହୃତ ସ୍ୱୟଂ। ଆମ ହୃଦୟରେ ଯୋଉ ବ୍ୟାଧି ସୃଷ୍ଟି ହେଇଛି, ସେ ବ୍ୟାଧି କେମିତି ଦୂର କର ଶ୍ୟାମ ସୁନ୍ଦର, ଏଇ ବର ମାଗିବା। କି ବ୍ୟାଧି? ହୃଦୟରେ ହୃତୁଶୟ, ହୃଦୟରେ ଯାହା ଶୟନ କରେ, ହୃଦୟର ବ୍ୟାଧି ହାର୍ଟ ଆଟାକ ନୁହଁ। ହାର୍ଟଟା ହୃଦୟ ନୁହେଁ, ଆଉ ହୃତ୍ପିଣ୍ଡ, ତା ଭିତରେ ଯୋଉ ଭାବ ରହିଛି ସେଟା ହଉଛି ହୃଦୟ। ଆମେ କହୁଛେ କେଡେ କଠୋର ହୃଦୟ ହୋଇ ଲୋକ, ବୋଲେ ତାର ହୃତ୍ପିଣ୍ଡଟା ପଥର ଭଳିଆ ଟାଣ,
କଠୋର ହୃଦୟ କହିଲେ ତାର ହୃଦପିଣ୍ଡଟାରେ ଡାକ୍ତର ମାନଙ୍କର କରତ ଚାଲୁନି ନା କଣ? ହୃଦୟ କହିଲେ ହୃଦ୍ଗହ୍ୱରରେ ହୃତ୍ପିଣ୍ଡ ଭିତରେ ଥିବା କୌଣସି ବିଶେଷ ସୂକ୍ଷ୍ମ ପଦାର୍ଥ, ଯେପରି ମସ୍ତିଷ୍କ ଭିତରେ ବୁଦ୍ଧି ନାଇକି, ବୁଦ୍ଧି ନାମକ କୌଣସି ତେଜ ବା ଶକ୍ତି ନିହିତ ଅଛି, ସେମିତି ହୃଦୟ କହିଲେ ହୃଦ୍ଗହ୍ୱରରେ ହୃତ୍ପିଣ୍ଡ ଭିତରେ ନିହିତ ଥିବା କୌଣସି ସୂକ୍ଷ୍ମ ଅଦୃଶ୍ୟ ଶକ୍ତି ବିଶେଷ, ତାକୁ ହୃଦୟ କୁହାଯାଏ। ସେ ହୃଦୟରେ ଗୋଟେ ବ୍ୟାଧିଟେ ଅଛି, ଗୋଟିଏ ରୋଗ ତାକୁ ହୁଏ। ଆଉ ହୃଦୟକୁ କିଏ ଏପଟ ସେପଟ କରିପାରିବନି, ଆଉ ହୃଦୟକୁ କେହି ଏପଟ ସେପଟ କରିପାରିବନି। ସେ ଯଦି ସେଇ ରୋଗ ଦ୍ୱାରା ଆକ୍ରାନ୍ତ ହେଲା ହୃଦୟ, ତାହେଲେ ବୁଦ୍ଧି ଜ୍ଞାନ ସବୁ ହଜିଯିବ। ଜଣେ ଲୋକ ବିଚାର ଓ ଜ୍ଞାନ ବିହୀନ କେତେବେଳେ ହେଇଯାଏ? ଜର ହେଲେ ତା ଜ୍ଞାନ ଲୋପ ପାଇଯିବ, ତା ବିବେକ ନଷ୍ଟ ହେଇଯିବ। ଝାଡା ରୋଗ ହେଲେ ତାର ବିବେକ ନଷ୍ଟ ହେଇଯିବ। ଜଣ୍ଡିସ ହେଲେ ତାର ବିବେକ ନଷ୍ଟ ହେଇଯିବ, ସେ ଅବିବେକୀ ହବ ନାଇଁ। ଯେତେବେଳେ ସେ ହୃଦୟର ରୋଗଟା ଆକ୍ରାନ୍ତ କରିବ, ଆଉ ତାର ବିବେକ ରହିବନି, ଆଉ ତାର ବିବେକ ରହିବନି। ସେ ରୋଗଟା କି ରୋଗ? କାମ ବ୍ୟାଧି। ତେଣୁ ହୃଦୟରେ ଯେ ଶୟନ କରିଛି କାମ ବ୍ୟାଧି, ସେ ଯେ ନିରନ୍ତର ଜ୍ୱାଳା କରୁଛି, ସେ ଯଦି କେତେବେଳେ ଉତ୍ତେଜିତ হয়, ପ୍ରଥମେ ତାର କାର୍ଯ୍ୟ ହେଲା ସେ ବିବେକକୁ ନଷ୍ଟ କରିଦେବ। ଯଦି ବିବେକ ବା ଶ୍ରୁତି ଲୋପ ପାଇଗଲା, ଯଦି ଶ୍ରୁତି ଲୋପ ପାଇଗଲା, ୟାର ପରିଣତି ଭବିଷ୍ୟତରେ କଣ ହବ? ୟାର ପରିଣତି ବର୍ତ୍ତମାନ କଣ ହବ? ଏଟାକୁ ଲୋପ କରିଦିଏ ସେ ପ୍ରଥମେ। ସେ ଲୋକ ତ ସେଇଠି ବିନାଶ ହେଲା ବୋଲି ଜାଣ। ବେଶାନଶ୍ଚରତେ ପୁଂସ ସଂଗସ୍ତେ ସୁପଜାୟତେ ସଂଗାତ ସଂଜାୟତେ କାମ କାମତ କ୍ରୋଧ ବିଜାୟତେ କ୍ରୋଧାତ ଭବତେ ସମ୍ମୋହ ସମ୍ମୋହାତ ଶ୍ରୁତି ବିଭ୍ରମ ଶ୍ରୁତି ଭ୍ରଂଶାତ ବୁଦ୍ଧିନାଶ ବୁଦ୍ଧିନାଶାତ ବିନଶ୍ୟତେ। ଶେଷ ଚାରିଟା ଦେଖୁନାହାନ୍ତି, ମୋହ ଆସିଲା ଯୋଉଠୁ ସମ୍ମୋହ, ବୁଦ୍ଧିନାଶ, ବିବେକ ଶୂନ୍ୟତା, ତାପରେ ତ ବିନାଶ। ଆଉ କଣ? ଏଇଭଳିଆ ଯୋଉ ମାରାତ୍ମକ ବ୍ୟାଧି ହୃଦୟରେ ଶୟନ କରିଛି, ଶୋଇଛି। ସାପ ଯେମିତି ଶୋଇଥାଏ ଲତା ତଳେ, ଫୁତ୍କାର କରି ଯଦି ଉଠିଲା, ଚୋଟେ ମାରିବ, ଗୋଟେ ଜନ୍ତୁ ମରିବ, ସେମିତିକା ହୃଦୟରେ ଶୟନ କରିଥିବା ବ୍ୟାଧି ସର୍ପତୁଲ୍ୟ କ୍ରୂର, ୟାକୁ କେମିତି ବିନାଶ କର? ହୃତୁସୟମ କୁରୁନ୍ଧି କୁରୁନ୍ଧି ଦୂର କର। କିରେ ହୃଦୟର ଏଇ ହୃତୁସୟ, କାମାନଳ, କାମ ବ୍ୟାଧି, କାମ ବାସନା କି ରୂପେ ମୁଁ ତୁମର ଦୂର କରିବି ରେ? ଶ୍ୟାମ ସୁନ୍ଦର, ଗୋଟିଏ ଉପାୟ ଅଛି, ଗୋଟିଏ ଉପାୟ ଅଛି। ଏ ଜଗତରେ ସକଳ ଅସମ୍ଭବକୁ ସମ୍ଭବ କରିପାରେ ଆପଣଙ୍କ ଚରଣ ପଙ୍କଜ। ଶ୍ୟାମ ସୁନ୍ଦର ବୟାନମ କୁଚେଷୁ ହୃଦୟେଷୁ, ହୃଦୟରେ, ଆମ ହୃଦୟରେ କୁଚ ଯୁଗଳରେ ଦୁଇ ପାଦ ସ୍ଥାପନ କର। ବଡ ସୁନ୍ଦର ବରଟିଏ ମାଗିଛନ୍ତି। କୁରୁ କୁଚେ କୁରୁଣୁ କୁରୁଣୁ କୁଚେଷୁ ନଃ ତେ ପଦାମ୍ବୁଜ କୁରୁଣୁ କୁଚେଷୁ ନଃ। ଆମ୍ଭମାନଙ୍କର କୁରୁନ୍ଧି ହୃତୁସୟ। ଏ ଶ୍ଲୋକରେ କଣ କହିଛନ୍ତି ଆସନ୍ତାକାଲି ଆଲୋଚନା କରିବା। ବହୁତ ସମୟ ହେଇଗଲାଣି ବିଳମ୍ବିତ। ଏ ଚାରୋଟି ଶ୍ଲୋକର ବର୍ଣ୍ଣନା କଲାବେଳେ ଏଣୁ ତେଣୁ ବହୁତ ତାତ୍ତ୍ୱିକ ଜିନିଷ ମୁଁ ଆଜି ଭର୍ତ୍ତି କରୁଛି। ସମୟ ସେଥିରେ ପଳାଉଛି ବୋଲି ଆପଣମାନେ ବ୍ୟସ୍ତ ହୁଅନ୍ତୁନି, ସେଗୁଡ଼ାକ ଆପଣଙ୍କର ଉପକାରରେ ଆସିବ, ନହେଲେ ଆକୁ ସମ୍ଭାଳି ପାରିବାନି। ବ୍ରଜାଙ୍ଗନା ମାନଙ୍କର ବାକ୍ୟକୁ ତ ଜ୍ଞାନ ରୂପକ ବେଶ ଉପରେ ନ ଥୋଇଲେ ଏହାକୁ ସହ୍ୟ କରିହେବନି।